ବହୁତ ଭଲ ହେଲା ନବୀନ ବାବୁ। ଆପଣଙ୍କୁ ଆଉ ଆମ ମୁଖ୍ୟମନ୍ତ୍ରୀର ପରିଚୟ ଦେବାକୁ ପଡ଼ିବନି। ଆପଣ ଯଦି ଏମିତି ଆମ ପାଖରେ ସବୁବେଳେ ଥାନ୍ତେ, ଆମ ଲୋକମାନେ ଆପଣଙ୍କ ମହତ୍ଵ କେମିତି ବୁଝିଥାନ୍ତେ? ମଣିଷ ନିଜ ଲୋକମାନଙ୍କର ମହତ୍ଵ ସେତେବେଳେ ବୁଝିଥାଏ ଯେତେବେଳେ ସେମାନେ ଦୂରକୁ ଚାଲିଯାଆନ୍ତି। ଆରେ କଣ ଦରକାର ଥିଲା ଏ ଓଡ଼ିଶା ପାଇଁ ଏତେ ନିଃସ୍ୱାର୍ଥପର ସେବା ଯୋଗାଇ ଦେବା? ଦୀର୍ଘ 24 ବର୍ଷର ନିଃସ୍ୱାର୍ଥପର ସେବା ବଦଳରେ ଆପଣ ଏ ଓଡ଼ିଶାବାସୀମାନଙ୍କ ଠାରୁ କଣ ପାଇଲେ? କେବଳ ନିନ୍ଦା, ଅପବାଦ ଆଉ ଲୋକହସା, ବାସ୍। ଆରେ କଣ ଦରକାର ଥିଲା ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦେବଦୂତ ହୋଇ ଲୋକଙ୍କ ପାଖରେ ଠିଆ ହେବା? ଆଉ ପୁଣି କଣ ଦରକାର ଥିଲା ଯେ କରୋନା ମହାମାରୀ ସମୟରେ ନିଜ ଲୋକମାନଙ୍କୁ ବଞ୍ଚାଇବା ସହିତ ଅନ୍ୟ ରାଜ୍ୟକୁ ଅକ୍ସିଜେନ ସିଲିଣ୍ଡର ସପ୍ଲାଇ କରି ଓଡ଼ିଶାକୁ ସାରା ଭାରତରେ ପ୍ରଶଂସାର ପାତ୍ର କରାଇବା? ଆଉ କଣ ଦରକାର ଥିଲା ଯେତେବେଳେ ଅନ୍ୟ ରାଜ୍ୟମାନେ ଓଡ଼ିଶାକୁ ଗୋଟେ ଗରିବ ରାଜ୍ୟ କହି ଥଟ୍ଟା ପରିହାସ କରୁଥିଲେ ନା, ସେତେବେଳେ ହକି ୱାର୍ଲଡ କପ୍ ଆୟୋଜନ କରି ଓଡ଼ିଶାକୁ ବିଶ୍ୱ ସ୍ତରରେ ପରିଚିତ କରାଇବା? ସେଇଟା ଆପଣଙ୍କର ମସ୍ତ ବଡ଼ ଭୁଲ ଥିଲା। ଆରେ ଇଏ ତ କିଛି ବି ନୁହେଁ। 1 ଟଙ୍କାରେ ଚାଉଳ ଦେବା, BSKY କାର୍ଡର ବ୍ୟବସ୍ଥା କରିବା, 5 ଟଙ୍କାରେ ଆହାର କେନ୍ଦ୍ର ଖୋଲିବା, ଆଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏଭଳିଆ ଗୋଟେ ଐତିହାସିକ ପ୍ରକଳ୍ପ କରିବା, ଏତେ ସବୁ ସୁବିଧା କରିବା କଣ ଦରକାର ଥିଲା ଯେ? ଆପଣ ଦେଖିଲେ ନା, ଆପଣଙ୍କର ଏତେ ସବୁ ସେବା ବଦଳରେ ଆପଣଙ୍କୁ ଏ ଓଡ଼ିଶାବାସୀ କେମିତି ପାଦରେ ଆଡ଼େଇ ଦେଲେ। ଆପଣ ସବୁ କିଛି ଦେଇ ପ୍ରତି ବଦଳରେ ଗୋଟେ କଥା କୁହନ୍ତି, ଆପଣ ମାନେ ଖୁସି ତ? ଏବେ ମୁଁ ଆପଣଙ୍କୁ ପଚାରୁଛି, କଣ ଆପଣଙ୍କ 24 ବର୍ଷର ସେବାର ଫଳ ପାଇ ଏବେ ଆପଣ ଖୁସି ତ? ସତରେ ସାର୍, ଦୀର୍ଘ 24 ବର୍ଷ ଧରି ଏ ଓଡ଼ିଶାର ଜନସାଧାରଣ ମାନଙ୍କର ସେବା କରି କରି ଆପଣ ଥକି ଯିବେଣି। ଏବେ ଟିକେ ବିଶ୍ରାମ ନିଅନ୍ତୁ ସାର୍। ଆଉ ଦେଖନ୍ତୁ, ଆପଣଙ୍କ ହାତରେ ଗଢ଼ା ଏ ସୁନାର ଓଡ଼ିଶା ଆହୁରି ସମୃଦ୍ଧି ଆଡ଼କୁ ଅଗ୍ରସର ହେଉଛି କି ଅର୍ଦ୍ଧପତନ ଆଡ଼କୁ ଯାଉଛି।